ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ପେନ୍ସନ୍ ପାଇଁ ଦାବି କରିପାରିବେ କି? ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି କୋର୍ଟର ରାୟ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ପତ୍ନୀ ତାଙ୍କ ସ୍ୱାମୀଙ୍କ ପେନ୍ସନ୍ ଦାବି କରିପାରିବେ କି? ଏହି ପ୍ରଶ୍ନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ସମ୍ମୁଖରେ ଉଠିଥିଲା ଯେତେବେଳେ ଜଣେ ମହିଳା ସ୍ୱର୍ଗତ ମେଜର ହରି ସିଂଙ୍କ ଦ୍ୱିତୀୟ ପତ୍ନୀ ଭାବରେ ପାରିବାରିକ ପେନ୍ସନ୍ ମାଗିଥିଲେ। ତାଙ୍କ ଆବେଦନରେ ମହିଳା ହାଇକୋର୍ଟକୁ କହିଥିଲେ ଯେ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଏବେ ପେନ୍ସନ୍ ପାଇବାର ହକଦାର। ଶୁଣାଣି ସମୟରେ ମହିଳା ଏହା ମଧ୍ୟ ଦାବି କରିଥିଲେ ଯେ ତାଙ୍କ ପ୍ରଥମ ପତ୍ନୀ ଜୀବିତ ଥିବା ସମୟରେ ସେ ବିବାହିତ ଥିଲେ। ବିବାହ କିପରି ଆରମ୍ଭ ହେଲା? ଏହି ମାମଲାଟି ମେଜର ହରି ସିଂଙ୍କ ସହ ଜଡ଼ିତ, ଯିଏ ସେନାରୁ ଅବସର ନେବା ପରେ ଏନ୍ସିସିରେ ପୂର୍ଣ୍ଣକାଳୀନ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। ଯେହେତୁ ଏହି ପଦବୀଟି ସାଧାରଣର ପ୍ରକୃତିର ଥିଲା, ଏଥିପାଇଁ ପେନ୍ସନ୍ ବ୍ୟବସ୍ଥା ସିସିଏସ୍ ନିୟମ ଅଧୀନରେ ଆସେ। କିନ୍ତୁ ଯେତେବେଳେ ହରି ସିଂଙ୍କ ଦ୍ୱିତୀୟ ପତ୍ନୀ ବିଭାଗରୁ ପରିବାର ପେନ୍ସନ୍ ଦାବି କରିଥିଲେ, ସେତେବେଳେ ବିଭାଗ ତାଙ୍କ ସେବା ରେକର୍ଡରେ ବିବରଣୀର ଅଭାବ ଦର୍ଶାଇ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ମହିଳା ଜଣକ ଏହି ନିଷ୍ପତ୍ତିକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କ'ଣ କହିଛନ୍ତି? ଜଷ୍ଟିସ୍ ସନ୍ଦୀପ ମୁଦଗିଲ ସ୍ପଷ୍ଟ କରିଛନ୍ତି ଯେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ପ୍ରଥମ ବିବାହ ବୈଧ ଥିବା ସମୟରେ କରାଯାଇଥିବା ଦ୍ୱିତୀୟ ବିବାହ ଅବୈଧ ଅଟେ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ସ୍ୱତଃ ଦ୍ୱିତୀୟ ବିବାହକୁ ଆଇନଗତ ଭାବରେ ବୈଧ କରେ ନାହିଁ। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମେଜର ହରି ସିଂଙ୍କ ପ୍ରଥମ ପତ୍ନୀ ସ୍ୱରନ୍ କୌର ଥିଲେ। ସ୍ୱରନ୍ କୌରଙ୍କ ମୃତ୍ୟୁ ପରେ ସେ 1966 ମସିହାରେ ମହିନ୍ଦର କୌରଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର 2ଟି ସନ୍ତାନ ଥିଲେ। ତଥାପି ମହିନ୍ଦର କୌର ବିବାହ ପରେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। 1989 ମସିହାରେ ହରି ସିଂ ଏକ ଗୁରୁଦ୍ୱାରରେ ଆନନ୍ଦ କରଜ ସମାରୋହ ମାଧ୍ୟମରେ ପ୍ରିୟାଙ୍କୁ ବିବାହ କରିଥିଲେ, ଯିଏ ନିଜେ ଏନ୍ସିସିରେ ମେଜର ଥିଲେ। ଏହି ସମୟରେ ଯେତେବେଳେ ହରି ସିଂ ପ୍ରିୟାଙ୍କୁ ବିବାହ କରିଥିଲେ, ସେ ମିଛ କହି ନିଜକୁ ବିଧବା ବୋଲି ଦାବି କରିଥିଲେ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ମହିନ୍ଦର କୌର ଜୀବିତ ଥିବା କଥା ଲୁଚାଇ ରଖିଥିଲେ। ଏହି ସତ୍ୟ ବିଷୟରେ ଅଜ୍ଞ ଥିବାରୁ ପ୍ରିୟା ବିବାହ ପରେ ଚାକିରି ଛାଡ଼ି 17 ନଭେମ୍ବର 1995ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ହରି ସିଂଙ୍କ ସହିତ ରହିଥିଲେ। ହରି ସିଂ ତାଙ୍କ ଇଚ୍ଛାପତ୍ରରେ ତାଙ୍କର ସମସ୍ତ ସମ୍ପତ୍ତି ପ୍ରିୟାକୁ ୱିଲ୍ କରିଥିଲେ, କିନ୍ତୁ ତାଙ୍କ ଦ୍ୱିତୀୟ ପତ୍ନୀ ଜୀବିତ ଥିବା ସମୟରେ ଏହା ଅସମ୍ଭବ ଥିଲା କାରଣ ସେମାନଙ୍କର ଆଇନଗତ ଭାବରେ ଛାଡ଼ପତ୍ର ହୋଇନଥିଲା। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଆବେଦନକୁ ଖାରଜ କରି ରାୟ ଦେଇଥିଲେ ଯେ ଆବେଦନକାରୀଙ୍କୁ ବିଧବା ହୋଇପାରିବ ନାହିଁ। ତେବେ ଆଇନଗତ ଭାବରେ କେବଳ ଯେଉଁ ପତ୍ନୀଙ୍କ ବିବାହ ବୈଧ ସେ ପେନ୍ସନ୍ ପାଇବାକୁ ହକଦାର। କୋର୍ଟ ତାଙ୍କ ନିଷ୍ପତ୍ତିକୁ ସମାପ୍ତ କରି କହିଛନ୍ତି ଯେ ଅବୈଧ ସମ୍ପର୍କରେ ରହୁଥିବା ଜଣେ ମହିଳା ପତ୍ନୀ କିମ୍ବା ବିଧବାର ଲାଭ ପାଇପାରିବେ ନାହିଁ। ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ